টেনশন টেনশন বাপা মরি গেল টেনশন মা মরি গেল টেনশন এ দুনিয়ার বালুঙ্গা হয়ে বঞ্চিবার গোটিଏ টেনশন এ দুনিয়া ହେଉଛି ଗୋଟିଏ ସ୍ୱାର୍ଥପର ଦୁନିଆ ଆଉ ଏଇ ଦୁନିଆରେ ସମସ୍ତଙ୍କ ଭିତରେ ଜଣେ ନା ଜଣେ ବେଇମାନ ଅଛି ଜଣେ ନା ଜଣେ ବେଇମାନ ଅଛି ହେଲେ ଏ ମଦ କେବେ କାହାରି ସହିତ ବେଇମାନ କରେନି ଏଣୁ এই মদটাକୁ ଆପଣେଇ ନେଇଛି ପିଇବି ଜ୍ଞାନ ଖୁସିରେ ପିଇବି ଆହୁରି ପିଇବି এই ডাকিস এই নাগেশ নাগরাজ্য কেবে কাহারি ক্ষতি করেনি ଆଉ କ୍ଷତି କରିବାକୁ ବି ଚାହେଁନି ହେଲେ ତା ଦେହରେ ଯଦି ଚୋଟ ଲାଗିଯାଏ ସିଧା ଫଣା ଟେକି ଏମିତି ମଦ ପିଇ ପିଇ ହସୁଥା ବାବୁ ନମସ୍କାର ବାବୁ ନମସ୍କାର ଭଲରେ ଥା ରେ ବାପା ଆଉ କଣ କରିବି ବାବୁ এই মদ পিই ମୋ ଜୀବନଟାକୁ ବର୍ବାଦ କରିଦେବାକୁ ଚାହୁଁଛି ସେଇଟା ଗୋଟିଏ କଥା ଆରେ ବାପା ତୋର ଏମିତି କଣଟା ଅସୁବିଧା ହେଇଗଲା ଯେ ତୁ ମଦ ପିଇ ପିଇ ତୋ ଜୀବନଟାକୁ ନଷ୍ଟ କରିବାକୁ ଚାହୁଁଛୁ ବାବୁ ଏମିତି ମୋର କଣ ଅସୁବିଧା ନ ହେଇଛି ବାବୁ ଦେଖ ଲୋକେ କହନ୍ତି ମତେ ରାଜା ଘର ପୁଅ ନାଇଁ ବାବୁ ନାଇଁ ବାବୁ ଆଉ କଣ ବା କରିବି ବାବୁ ଏଇ ମଦ ନ ପିଇବୁ ଆଉ ବଞ୍ଚି ପାରିବିନି ବାବୁ ସେମିତି କାଇଁ କହୁଛୁ ରେ ବାପା ସତ କଥାଟା ହେଲା ତୋ ବାପା ଥିଲେ ମାନେ ଆମ ରାଜ୍ୟର ଅସଲି ରାଜା କିନ୍ତୁ ତୋରି ବାପା ସାବତ ମାର ପୁଅ ବୋଲି ତୋରି ବାପାକୁ ରାଜ ସିଂହାସନ ନ ଦେଇ ତୋ ସାନ ବାପା ଭାନୁ ପ୍ରତାପକୁ ଦେଇଦେଲେ ରେ ବାପା ସତ କହୁଛି ଯାହା ତ ହେଲା ହେଲା ହେଲେ ତୋ ବାପା ମରିଗଲା ପରେ ତୁ ରାଜ୍ୟର ଅର୍ଧେକ ଧନ ସମ୍ପତ୍ତି ପାଇବାର ହକଦାର ହେଲେ ତାହା ମଧ୍ୟ ହେଲାନି ରେ ବାପା ବାବୁ ଆପଣ ସତ କହୁଛନ୍ତି ବାବୁ ସତ କହୁଛି ରେ ବାପା ସତ ମୋ ବାପାକୁ ତା ମାନେ ମୋ ସାନ ବାପା ମାରି ଦେଇଛି ଧନ ସମ୍ପତ୍ତି ଲୋଭରେ ତୋ ବାପାକୁ ତୋ ସାନ ବାପା ଭାନୁ ପ୍ରତାପ ହତ୍ୟା କରିଛି ହତ୍ୟା এইটা কিছু নুহরে বাপা ଆଉ ଗୋଟିଏ କଥା ଶୁଣିବୁ ତାହେଲେ ତୋ ପାଦ ତୁଳୁ ମାଟିଟା ଖସିଯିବ ରେ ବାପା ବାବୁ ଏମିତି କି ଘଟଣା ହେଇଛି ସେ କଥା ମତେ କହିବା ପାଇଁ ଲାଜ ଲାଗୁଛି ରେ ବାପା ହେଲେ ବାବୁ ନ କହି ମଧ୍ୟ ରହିପାରୁନି କୁହ ବାବୁ କୁହ ତୋ ମା ମାନେ ମୋ ଭଉଣୀ ମୋ ଦେଖିବାକୁ ଭାରି ସୁନ୍ଦରୀ ମାନେ ଗୋଟିଏ ଚାଉଳରେ ଗଢ଼ା ଥିଲା ରେ ବାପା କିନ୍ତୁ ତୋ ସାନ ବାପା ଭାନୁ ପ୍ରତାପ ମୋ ଭଉଣୀର ସୌନ୍ଦର୍ଯ୍ୟ ରୂପକୁ ଦେଖି ସହି ନ ପାରି ଶେଷରେ ମୋ ଭଉଣୀକୁ ବଳାତ୍କାର କରି ତାକୁ ବେକ ମରିଆ ତୋ ମାନେ ହତ୍ୟା କରିଦେଲା ରେ ବାପା ମୁଁ କଣ ବା କରିଥାନ୍ତି ଛଟପଟ ହେଇ ମୋ ଭଉଣୀର ଜୀବନ ଯାଉଥିଲା ହେଲେ ତୋରି ସାନ ବାପାର ଭୟରେ ମୁଁ ଆଉ କିଛି ପ୍ରତିବାଦ କରିପାରିଲି ନାହିଁ ରେ ବାପା ବାବୁ ଏବେ ମୁଁ ନିଶ୍ଚୟ ପ୍ରତିବାଦ କରିବି ବାବୁ ବାବୁ
এই ମୋ ସାନ ବାପାକୁ କେବେ ବି ଛାଡ଼ିବିନି ବାବୁ। ତୁ କଣ କରିପାରିବୁ କହିଲୁ? ଏ ବାବୁ ଆରେ ବାପା ମୁଁ କଣ କରିପାରିବି ଶୁଣିବ? କଣ କରିପାରିବୁ? ସତ କହୁଛ ବାବୁ? କଣ କରିପାରିବୁ? ଏ ବାବୁ ତାହେଲେ ଶୁଣ, ଏ ରାଜନର କରିବି ନିଜର ଲୋଡ଼ା ମତେ ରାଜ ସିଂହାସନ। ବାବୁ ବାପାରେ ଏ ରାଜନର କରିବି ନିଜର ଲୋଡ଼ା ମତେ ରାଜ ସିଂହାସନ। ବାସନ କଳେ କୌଶଳେ ହବା ବୁଦ୍ଧି ବଳେ, କଳେ କୌଶଳେ ହବା ବୁଦ୍ଧି ବଳେ ଭାଙ୍ଗିବି ରାଜାର ରାଜ ପୋଡ଼। ଏ ବାବୁ ଏ ରାଜନର କରିବି ନିଜର ଲୋଡ଼ା ମତେ ରାଜ ସିଂହାସନ। ଏ ବାବୁ ଆରେ ବାପା ଆହୁରି ଅଛି ବାବୁ, କଣ ରେ ବାପା? କଳେ କୌଶଳେ ହବା ବୁଦ୍ଧି ବଳେ ଭାଙ୍ଗିବି ରାଜାର ରାଜ ପୋଡ଼। କଳେ କୌଶଳେ ହବା ବୁଦ୍ଧି ବଳେ ଭାଙ୍ଗିବି ରାଜାର ରାଜ ପୋଡ଼। ରାଜ୍ୟ ରାଜ ହୋଇ ଶାସନ କରିବି, ରାଜ୍ୟ ରାଜ ହୋଇ ଶାସନ କରିବି। ଏ ବାବୁ ଆରେ ବାପା ଆଉ କାହାକୁ ଭୟ ନାହିଁ ବାବୁ। ଏ ବାବୁ ଆରେ ବାପା ଏ ହେଉଛି ମୋ ଚ୍ୟାଲେଞ୍ଜ ବାବୁ, ଚ୍ୟାଲେଞ୍ଜ। ଭାରି ଚ୍ୟାଲେଞ୍ଜ କରିଲା ବାଲା। ବାବୁ ତୁ କିଛି କରିପାରିବୁନି, କିଛି କରିପାରିବୁନି। କାହିଁକି ବାବୁ? ମୁଁ କହୁଛି ତୁ କିଛି କରିପାରିବୁନି। କେମିତି କିଛି କରିପାରିବିନି ବାବୁ? କେମିତି କରିବୁ ସେଇ କଥା ମୁଁ କହୁଛି, ଶୁଣ ରେ ବାପା। ବାବୁ ତୋର ଗୋଟିଏ ପିଲାଦିନର ବନ୍ଧୁ ଅଛି, ବାବୁ ମାନେ ସେଇ ଜବାହରଲାଲ ଜଗଦେବ ସିଂ। ଓ ଆଜକୁ ପ୍ରାୟ ଅନେକ ବର୍ଷ ହେଲା ସେଇ ଜଙ୍ଗଲ ମଧ୍ୟରେ ମା ଦକ୍ଷିଣ କାଳୀଙ୍କ ଆରାଧନା ପୂଜା କରୁଛି ରେ ବାପା। ବାବୁ ଆମେ ଯଦି ତାଙ୍କ ନିକଟକୁ ଯିବା ତାହେଲେ ନିଶ୍ଚୟ ତ କାର୍ଯ୍ୟଟା ସଫଳ ହୋଇଯିବ ବାପା, ସଫଳ। ଏ ବାବୁ ତାହେଲେ ଶୁଭ କାର୍ଯ୍ୟରେ ବିଳମ୍ବ ନାହିଁ ବାବୁ। ନାଇଁ, 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 ଆମେ ଯିବା ଆମ ସେଇ ବନ୍ଧୁ ନିକଟକୁ। ଠିକ ଅଛି ରେ ବାପା। ହଁ ବାବୁ ତାହେଲେ ଚାଲ ବାବୁ, ଚାଲ ଚଞ୍ଚଳ ଚାଲିଯିବା ବାବୁ। ଯିବାରେ ବାପା। ଆସ। ହଁ।